ଆଜି ଘରୋଇ ହୋମିଓପାଥି ଚିକିତ୍ସକ ମାନଙ୍କର ବହୁତ ଭଲ ଗୋଟେ ଭାବରେ ସମ୍ମିଳନୀ ସେମାନେ ହେଇଥିଲା। ନିଜେ ତାକୁ ଦେଶରୁ ବହୁତ ଚିକିତ୍ସାକୁ ଖ୍ୟାତନାମା ଚିକିତ୍ସକ ମାନେ ଆସିଥିଲେ ଲୋକଙ୍କ ପାଖରେ କେମିତି ପହଞ୍ଚେଇ ପାରିବେ, ଏବଂ ବିଶେଷ କରି ଆମେ ହୋମିଓପାଥି ଦ୍ଵାରା କିଭଳି ସାଧାରଣ ଭାବରେ ଗରିବ ରୋଗର ଲୋକମାନେ ଚିକିତ୍ସା ଯେଉଁମାନେ ସୋସିଓ ସହଜ ସାଧ୍ୟ ଇକୋନୋମିକ ଦୃଷ୍ଟିରୁ ହୋଇପାରିବ ତଳେ ରହୁଛନ୍ତି ଏବଂ ତାଙ୍କ ବିଶେଷ କରି ପାଖରେ ଆମେ କେମିତି ପହଞ୍ଚେଇ ଆୟୁଷ ପାରିବା ଏବଂ ମନ୍ତ୍ରଣାଳୟ ଆୟୁଷ ରୋଗର ନିଦାନ ବିଭାଗକୁ ନିରୂପଣ ଯୋଉଭଳି ମାନେ ଭାବରେ ଆମର କୁହାଯାଏ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଡାଇଗ୍ନୋସିସ୍ ନରେନ୍ଦ୍ର ଇଜ ଦ ମୋଦିଜୀ ବେଷ୍ଟ ପାର୍ଟ ଅଫ ଦ ଆୟୁଷ ଟ୍ରିଟମେଣ୍ଟ। ମନ୍ତ୍ରଣାଳୟକୁ ଡାଇଗ୍ନୋସିସ୍ ଯଦି ଥରେ ବିପୁଳ ହେଇଗଲା ଅର୍ଥ ଦେଇଛନ୍ତି, ତାହେଲେ ନିଶ୍ଚିତ ସାଧାରଣ ଭାବରେ ରୋଗ ଲୋକଙ୍କର ଠିକ ରୋଗ ହବ। ଚିକିତ୍ସା ହେଇପାରିବ ଏବଂ ପୁରାତନ ପଦ୍ଧତି ଯୋଗ ଆୟୁର୍ବେଦ ଓ ତେଣୁ ହୋମିଓପାଥି ଏସବୁ ପାଇଁ ଏଗୁଡ଼ିକ କେଉଁଭଳି ଭାବରେ ଯାହା ଲୋକମାନଙ୍କୁ ରହୁଛି ମେଡିସିନ ସୁସ୍ଥ ଡେଭଲପ କରୁଛି ରଖିପାରିବ, ତାର ବେଶୀ ବିଭିନ୍ନ ସେଥିପାଇଁ ଆଜିର ଯୋଉ ଡେଭଲପ କଣ୍ଟ୍ରିଜ୍ ମାନେ ରିସର୍ଚ୍ଚ ପାଇଁ ବେଶୀ ଖର୍ଚ୍ଚ ମିଟିଂଟି କରୁଛନ୍ତି, ହେଇଥିଲା ଯେଉଁମାନେ ଭଲ ବହୁ ମେଡିସିନ କରୁଛନ୍ତି ସେମାନେ ଆଲୋଚନା ରିସର୍ଚ୍ଚରେ ବହୁତ ପର୍ଯ୍ୟାଲୋଚନା ହେଲା। ଖର୍ଚ୍ଚ କରୁଛନ୍ତି। ଚିକିତ୍ସକ ମାନଙ୍କୁ ବି ସମ୍ବର୍ଦ୍ଧିତ କରାଗଲା। ଆଶା କରୁଛୁ ଇଏ ହୋମିଓପାଥି ନିଶ୍ଚିତ ଭାବରେ ସହଜ ସାଧ୍ୟ, ସୁଲଭ ଏବଂ ଲୋକମାନଙ୍କର ଯୋଉ ରହିଛି ରୋଗ ନିଦାନରେ ବହୁତ ସାହାଯ୍ୟ କରୁଛି। ଇଏ ଆମର ଭାରତୀୟ ମାନଙ୍କ ପାଇଁ ତାକୁ ବିଦେଶ ମଧ୍ୟ ଆକୁ ଗ୍ରହଣ କରୁଛି। ଏ ନିଶ୍ଚିତ ଭାବରେ ଆମ ପାଇଁ ସହଜ ସାଧ୍ୟ ରୋଗ ନିରାକରଣର ମାଧ୍ୟମ ହବ ବୋଲି ସମସ୍ତଙ୍କର ମତ ପ୍ରକାଶ ପାଇଛି। ମୋର ନାଁ ଡକ୍ଟର ନେତାନନ୍ଦ ଭୋଇ। ଘରୋଇ ହୋମିଓପାଥି ପ୍ରାକ୍ଟିସ ଆସୋସିଏସନ ଅଛି, ତାର ମୁଁ ସଭାପତି ଅଛି। ଆଜି ଯିଏକି ହୋମିଓପାଥି ଔଷଧ ବୋଲି ସମଗ୍ର ବିଶ୍ୱ ଜାଣିଛି, ତାର ପ୍ରତିଷ୍ଠାତା ଖ୍ରୀଷ୍ଟିଆନ ଫେଡେରିକ ସାମୁଏଲ ହିନିମା। ତାଙ୍କରି ଜନ୍ମଦିନ 1795 ମସିହା ଏପ୍ରିଲ 10 ତାରିଖରେ ହେଇଥିଲା। ଆଜି ସେଇ ଏପ୍ରିଲ 10 ତାରିଖ ସମଗ୍ର ପୃଥିବୀରେ ତାଙ୍କ ଜନ୍ମ ଜୟନ୍ତୀ ପାଳନ କରୁଛି। ଆଜି ଆମେ ଏଠାରେ ଭୁବନେଶ୍ୱର ଭଞ୍ଜ କଳାମଣ୍ଡପରେ ତାଙ୍କର ଆମ ଆସୋସିଏସନ ତରଫରୁ 11ତମ ଜୟନ୍ତୀ ତା ସହିତ ତାଙ୍କର ଜନ୍ମ ଦିବସ ଏକାଠି ପାଳନ କରୁଛୁ। ତାଙ୍କର 262ତମ ଜନ୍ମ ଦିବସ ଆଜି ପାଳନ କରୁଛୁ। ଅନେକ ସରକାରଙ୍କର ନେତୃସ୍ଥାନୀୟ ବ୍ୟକ୍ତି, କ୍ଷମତାସୀନ ବ୍ୟକ୍ତି ତାଙ୍କୁ ଆଜି ନିମନ୍ତ୍ରଣ କରିଥିଲୁ। ସମସ୍ତେ ଆଜି ରହିଲୁ। ଆମର ଦାବି ତାଙ୍କୁ ସମସ୍ତେ କହିଲୁ, ହୋମିଓପାଥି ଔଷଧ ଏମିତି ଗୋଟିଏ ଔଷଧ ଯିଏକି ଏତେ ବର୍ଷ ଧରି ତାର ରୋଗ ଭଲ କରେ, କିନ୍ତୁ ପାର୍ଶ୍ୱ ପ୍ରତିକ୍ରିୟା ତାର ନାହିଁ। ହୋମିଓପାଥି ଔଷଧ ଆସିବା ଦିନଠୁ କୌଣସି ବ୍ୟକ୍ତି ହୋମିଓପାଥି ଦ୍ୱାରା ଖରାପ ହେଇଛି ବା ମୃତ୍ୟୁବରଣ କରିଛି କିମ୍ବା ରୋଗାକ୍ରାନ୍ତ ହେଇଯାଇଛି, ସେମିତି ଦୃଷ୍ଟାନ୍ତ ଦୀର୍ଘ 300 ବର୍ଷ ଧରି ହୋଇନାହିଁ କି ହେବ ବି ନାହିଁ। ତେଣୁ ଏଇ ବର୍ଷରେ ଆଜି ଆମେ ସେ ଆଲୋଚନା କରି ହୋମିଓପାଥି ଔଷଧ ଗୁଣଗାନ ରୋଗ ଭଲ କରିବା। ଆମର ଯୋଉ ପ୍ରାକ୍ଟିସନ ସବୁ ଭାରତ ବର୍ଷକୁ ଆଣିଥିଲେ, ସେଇମାନଙ୍କ ଦ୍ୱାରା ହୋମିଓପାଥି ଔଷଧ ଆଜି ଯାହା ବଞ୍ଚି ରହିଛି, ତାର ପ୍ରସାର ହେଇଛି, ଲୋକାଭିମୁଖ ହେଇଛି ଏବଂ ସବୁ ରୋଗ ଭଲ କରିବାରେ ପାରଦର୍ଶିତା ଲୋକଙ୍କ ମନରେ ଆତ୍ମବିଶ୍ୱାସ ଜନ୍ମେଇ ପାରିଛି। ଆଜି ଅନେକ ଆମର ଦକ୍ଷ ପ୍ରାକ୍ଟିସନର ଯୋଉମାନଙ୍କ ବୟସ 70 ବର୍ଷରୁ ଉର୍ଦ୍ଧ୍ୱ ହେଲାଣି, ସେଇମାନେ ତାଙ୍କର ବହୁତ ଦୀର୍ଘ ଦିନ 50-55 ବର୍ଷ ହୋମିଓପାଥି କରିବା ହୁଅନ୍ତି, ସେଇମାନଙ୍କୁ ଆମେ ପ୍ରାୟ 15 ଜଣଙ୍କୁ ସମ୍ମାନିତ କରିଛୁ। ଏକଲବ୍ୟ ପୁରସ୍କାରରେ ନାମିତ କରି ତାଙ୍କୁ ଯୋଉ ଦିଆଯାଇଛି ପୁରସ୍କାର ଦିଆଯାଇଛି, ଦକ୍ଷ ପ୍ରାକ୍ଟିସନର ବୋଲି ଦିଆଯାଇଛି। ଏ ଅବସରରେ ଆଜି ପୁରସ୍କୃତ କରିକି ଆମ ସଂଘର ନାଁ ରଖିବା ପାଇଁ ଆମେ ତାକୁ ସମ୍ମାନିତ କରିଛୁ ହୋମିଓପାଥି ପ୍ରାକ୍ଟିସନର ବୋଲି। ହୋମିଓପାଥି ଆହୁରି ଆଗକୁ ଯାଉ, ଏ ପ୍ରେରଣା ଦ୍ୱାରା ସମସ୍ତେ ଲୋକାଭିମୁଖ ହଉ, ଏଇ ଆଶା ଭରସା ଆମେ ଦକ୍ଷ ପ୍ରାକ୍ଟିସନର ଏବଂ ବୟସ୍କ ଲୋକଙ୍କୁ ଏହା କରିଛି। ମୁଁ ଚିକିତ୍ସକ ରଞ୍ଜିତ ଆଚାର୍ଯ୍ୟ, ପ୍ରାଇଭେଟ ହୋମିଓପାଥିକ ଅର୍ଗାନାଇଜେସନ ଆସୋସିଏସନର ଜଣେ କର୍ମକର୍ତ୍ତା। ଆଜି ଆଜି ପ୍ରାଇଭେଟ ହୋମିଓପାଥିକ ଅର୍ଗାନାଇଜେସନ ବାର୍ଷିକ ସମ୍ମିଳନୀ 11ତମ ବାର୍ଷିକ ଉତ୍ସବ। ସାରା ଓଡ଼ିଶାରୁ 800ରୁ ଅଧିକ ଚିକିତ୍ସକ ମାନେ ଆଜି ଯୋଗଦାନ କରିଛନ୍ତି। ଡକ୍ଟର ହାନିମାନଙ୍କର 272ତମ ଜନ୍ମବାର୍ଷିକ ଉତ୍ସବ ସହିତ ଆସୋସିଏସନର 11ତମ ବାର୍ଷିକ ଉତ୍ସବ ଆମେ ସମସ୍ତେ ଉତ୍ସାହିତ ସହିତ ଆଜି ଆମେ ପାଳନ କରୁଛୁ। ମୁଖ୍ୟ ଗେଷ୍ଟ ଭାବେ ଆମ ଗହଣରେ ଥିଲେ ଡକ୍ଟର ପ୍ରଭାସ ଆଚାର୍ଯ୍ୟ, ଭୁବନେଶ୍ୱରର ପୂର୍ବତନ ବିଧାୟକ ଜଗନ୍ନାଥ ପ୍ରଧାନ, ଅଭିନ୍ନ ଚନ୍ଦ୍ର ମେଡିକାଲ କଲେଜର ଡକ୍ଟର ସିଂ ସାର୍, ଅନେକ ବିଦ୍ୱାନ ବ୍ୟକ୍ତିମାନେ ଆମ ସହିତ ଆଜି ଉପସ୍ଥିତ ଥିଲେ। ଆଲୋଚନାର ବିଷୟ ବାର୍ଷିକ ଉତ୍ସବ ସହିତ ହୋମିଓପାଥିକର ପ୍ରସାର ପ୍ରସାର ସାରା ଓଡ଼ିଶାରେ କୋଣ ଅନୁକୋଣରେ ଯୋଉମାନେ ପ୍ରଚାର ପ୍ରସାର କରୁଛନ୍ତି ସେମାନଙ୍କର ଉଦ୍ଦେଶ୍ୟରେ
डॉक्टर हानिमान उद्देश्य आज भव्य आयोजन होता निश्चित आज सारा ओडिशार जो माने 70 वर्षर ऊर्ध्व जो माने सारा ओडिशार कोण अनुकोण रे मानव समाज पई चिकित्सा विज्ञान को आगु को नौचंती सेमानकु एसोसिएशन 70 वर्ष ऊर्ध्व लोक मानकु आज एसोसिएशन सम्मानित करिछि जेमति मनोबल दृढ़ करबा सहित तांकु आशु आरोग्य कामना करबा सहित एसोसिएशन आउ पद्या समाज को ये आपण को माध्यम रे कहबो आम होमियोपैथिक औषध बिना पार्श्व प्रतिक्रिया विहीन औषध आपको खाइले कौन सी पार्श्व प्रतिक्रिया देखा दिए नहीं खूब स्वल्प समय और स्वल्प मूल्य रे सुस्थ आरोग्य लाभ कर विश्व होमियोपैथी दिवस अवसर रे महामानव हानिमन को आज श्रद्धांजलि जणाइबा एवं यही अवसर रे ओडिशा रे विभिन्न जिला मानकरे ग्रामांचल दूर दूरांत जो माने होमियोपैथी चिकित्सा प्रदान करुछंती सेवा प्रदान करुछंती सेमानकु संवर्धित करिवा पई प्राइवेट होमियोपैथिक प्रैक्टिशनर्स एसोसिएशन पक्षरु सुंदर कार्यक्रम करा जायछि पाखापाखि 2000 लोक एथिरे उपस्थित अछंती बहु लोक सम्मानित करा जायछि गोटे दशंधि शताब्दी धरी कि ये विद्या ये चिकित्सा विद्या जो माने नेइकरी आछन आज पर्यंत नै आछन समस्त नमस्कार कारण सेमाने तो एभली भाबरे अणपारंपरिक भाबरे जदि न आनी थांते आज हेटी पहुंची अर्थात आज जदि भारत सरकार आयुष बोली गोटे करिसेंती स्वतंत्र विभाग करिसेंती कारण किछि लोक निरवच्छिन्न भाबरे निष्ठापर भाबरे गोटे अनुष्ठान को चली आछन गोटे विद्या को नेइकी आछन बोली आज एटा एठी पहुंची किंतु मोर ए अवसर रे केवल गोटे कथा कहबार आज एठी जो माने आछंती हजार हजार संख्या जो माने ओडिसा विभिन्न अंचल आछंती अनेक अछंती जो मानक लाइसेंस नाही सेमान अंतत पक्षे तांको जदि सरकार लिस्टिंग कर दियंता जे एमाने चिकित्सा कर सेमान सर्टिफिकेट न दियंतु अन्य किसी सुविधा न किंतु लिस्टिंग हवा दरकार जद्वारा आईन अनुसार सेमान केतबेले तांको के प्रश्न करि परिबेन जे मोर अधिकार अछि कि नाही तांको से अधिकार के सर्वर्ण दियंतु आज एटी अनेक नेतृ मंडली मध्ये आस्ते समस्त तांको सहृदयतार सहित ग्रहण करछि मु आशा करबी आज एई भली गुटे जेतो मुख्य कार्यक्रम अनुष्ठित होईछि एई अवसर सेमानकर दाबी प्रति सरकार धन्यवाद प्राइवेट चिकित्सक जो होमियोपैथिक आज एकादशतम स्वर्ण क्षेत्र उत्सव कर अत्यंत गौरवर विषय कहीं साधारण लोकटे होमियोपैथी को भरोसा कर अंतत भल हो पार्टी जो केमिकल इफेक्ट रोच अन्य औषध ताठार बहुत ऊर्धरे होमियोपैथिक औषध होमियोपैथिक जदि वास्तविक घरे घरे पहुँचब लोकर भरोसा वर्तमान सुधा जी बढ़ी आहरी बढ़ जदि लोक निश्चित भाव रोगर मुक्त हो पारे एवं गोटे सुस्थ जीवन यापन करें बड़ दुखर कथा वर्तमान विश्व में भारत ही बहुत बड़ केमिकल हब क्या विश्वर अनेक कंट्री भारत को मार्केट कर आंटीबायोटिक 59,000 crores पर आनम आंटीबायोटिक सेल हो भारत भारत केते तलकू तलकू जाउची एवं निजर आंटीबायोटिक खाई खाई भारत आहरी केते भारत अधिवासी अंततः रोग पूर्ण होचंदी रोग शून्य होना ए दृष्टि होमियोपैथिक माने एसोसिएशन जो कार्यक्रम आज करछि अत्यंत आवश्यक थिला एवं लोकंकर हित पई होमियोपैथिक प्राइवेट चिकित्सक माने काम करछंती सेमान धन्यवादर पात्र एवं सेमान जदि एभली कार्य को तुरंत करे युवपीढ़ी मध्य आहुरी आगु को आसिबे मु भाबुची समाज रे गोटे सुस्थ वातावरण तैयारी डॉक्टर बसंत कुमार बारिक सालेपुर अस्सी डॉक्टर साले ये हमर जो हला अस्सी को छोटा जेमति प्रति वर्ष 11 वर्ष ही अछि एई व्यवस्था भला कि उन्नत भाबरे हला ଆମ ଗହଣରେ ଯେଉଁମାନେ ଉପସ୍ଥିତ ଅଛନ୍ତି ଆମକୁ ସହଯୋଗ କରିଛନ୍ତି ସେମାନଙ୍କୁ ଚାହିଦା କମି ଚାହିଦା ଅଛି କିନ୍ତୁ ବହୁତ ମାନେ ଖୋଲି ଯିବାଟି ସଭାପତି ମହୋଦୟ ସମ୍ପାଦକ ମହୋଦୟ ଏକ୍ଜିକ୍ୟୁଟିଭ ତା ତ ସତ ଏବେ ତ ଯୋଉ ମେଡିସିନ ମିଳୁନି କ୍ୱିକ୍ ଆକ୍ସନ ଆସିବା ପାଇଁ ମୁଁ ବୁଝିପାରୁଛି ବାହାରେ ବହୁତ ଖୋଲି ଯିବା ଦ୍ୱାରା ତାର ଚାହିଦା କମି ଯାଉଛି ପ୍ରକୃତ ମେଡିସିନ ଚାଲିଛି